ଆନନ୍ଦରେ ତୁମେ ଯାଇପାରିବ। ନହେଲେ ଏ ଭାଗବତରେ ଲେଖା ଅଛି 64 ନର୍କର ବର୍ଣ୍ଣନା ଆଉ ବୈତରଣୀ ନଦୀର ବର୍ଣ୍ଣନା। ପାପୀ ମାନଙ୍କୁ ଦେଖିଲେ ଇଏ ଯାଜପୁର ବୈତରଣୀ ନୁହଁ, ମଧ୍ୟ ସ୍ୱର୍ଗର ମଝିରେ ଏକ ନଦୀ ଅଛି, ଯେଉଁ ନଦୀର ନାମ ହେଉଛି ବୈତରଣୀ। ଯୋଉ ସୂର୍ଯ୍ୟୋଦୟା ବୈତରଣୀକି ପାର ହେବା ପାଇଁ ଆମେ ଶେଷ ବେଳେ ଗାଈଟିଏ ଦାନ କରନ୍ତି, ଗୋପୁଛ ତର୍ପଣ ଗାଈର ଲାଞ୍ଜ ଧରି ଆମେ ସେପାରିକି ଯାତ୍ରା କରନ୍ତି। ଭାଗବତରେ ସ୍ପଷ୍ଟ ଭାବରେ ଲେଖା ଅଛି, ପାପୀ ମାନଙ୍କୁ ଦେଖିଲେ ବୈତରଣୀ ଫୁଲି ଉଠେ, ତା ପାଣି ଗୁଡ଼ିକ ଟକମକ ହେଇ ଫୁଟିବାକୁ ଲାଗେ, ତା ବେଣା ଧରିଲେ ଯେଉଁ ବାଲି ଗୁଡ଼ିକ ଧାନଟିଏ ପକେଇଦେଲେ ସେ ଫଳି ହୋଇଯାଏ। ପାପୀ ମାନଙ୍କୁ ଦେଖିଲେ ସେ ବୈତରଣୀର ପାଣି ଗୁଡ଼ିକ ହାଣ୍ଡି